ଜୟ ଜଗନ୍ନାଥ କ୍ରିଏଟିଭ ଓଡ଼ିଶା ଆପଣଙ୍କୁ ସ୍ୱାଗତ କରୁଛି ମୁଁ। ତ ଗଭର୍ଣ୍ଣମେଣ୍ଟର ଗୋଟେ ନୂଆ ସ୍କିମ୍ ଜାଣିଥିବେ ଆପଣମାନେ ଲଞ୍ଚ ହେଇଛି ସୁଭଦ୍ରା ଯୋଜନା ନାଁରେ, ଯୋଉଟା କି ଗଭର୍ଣ୍ଣମେଣ୍ଟ ତରଫରୁ ପ୍ରତ୍ୟେକ ସ୍ତ୍ରୀ ଲୋକମାନଙ୍କୁ ଓଡ଼ିଶାରେ ଆପ୍ଲାଏ କଲେ ଆପଣଙ୍କୁ 50,000 ଟଙ୍କାର କ୍ୟାଶ ଭାଉଚର ମିଳିବ, ଯୋଉଟା କି ଆପଣଙ୍କୁ ଆପ୍ଲାଏ କରିବାକୁ ପଡ଼ିବ ସୁଭଦ୍ରା ଯୋଜନା ଯୋଉଟା କି ସ୍କିମ୍ ଆସିଛି। 2 ବର୍ଷରେ ଆପଣଙ୍କୁ 50,000 ମିଳିବ, ଯୋଉଟା କି କେବଳ ଓଡ଼ିଶାରେ ସ୍ତ୍ରୀ ଲୋକମାନେ ପାଇବେ, ବେନିଫିଟ ପାଇବେ। ଏଇ ସୁଭଦ୍ରା ଯୋଜନା ଆପ୍ଲାଏ ପାଇଁ ଆପଣଙ୍କୁ କିଛିଟା ଡକୁମେଣ୍ଟ ଦରକାର, ଯୋଉଟା କି ଆପଣଙ୍କର ଆଧାର କାର୍ଡ, ଷ୍ଟେଟ ରେସିଡେଣ୍ଟ ପ୍ରୁଫ, ଇନକମ ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ, ରାସନ କାର୍ଡ, ବ୍ୟାଙ୍କ ଡକୁମେଣ୍ଟ, ଭୋଟର ଆଇଡି କାର୍ଡ, ସ୍କିମ୍ ଆପଣ ରେସିଡେଣ୍ଟ ପିଟା କମ୍ପଲସରି ନୁହେଁ, ଆଧାର କାର୍ଡ କମ୍ପଲସରି, ଇନକମ ସାର୍ଟିଫିକେଟ ଆପଣ କମ୍ପଲସରି ରହିବ, କାଷ୍ଟ ସାର୍ଟିଫିକେଟ ଆପଣ ଯଦି SC ST OBC କାଷ୍ଟ ସାର୍ଟିଫିକେଟ କମ୍ପଲସରି ରହିବ। ରାସନ କାର୍ଡଟା ବି ଏଇଟା ଅପସନାଲ ଅଛି, ଆପଣ ଦେଇପାରିବେ ନ ଦେଇପାରିବେ। ବ୍ୟାଙ୍କ ଡକୁମେଣ୍ଟଟା କମ୍ପଲସରି, ଆପଣ ବ୍ୟାଙ୍କ ଖାତା ଥିବା ଦରକାର, ଭୋଟର ଆଇଡି କାର୍ଡ କମ୍ପଲସରି ନୁହଁ, ବୁଝିଲେ କି। ତାପରେ ଆପଣଙ୍କର ଏଥିମଧ୍ୟରୁ ଇନକମ ସାର୍ଟିଫିକେଟଟା ଯୋଉଟା କି ପ୍ରାୟ ଆଧାର କାର୍ଡ ସମସ୍ତଙ୍କ ପାଖରେ ଥିବ। ରେସିଡେଣ୍ଟଟା କୌଣସି କମ୍ପଲସରି ନୁହଁ, ଏଟା ଆପଣ ଆଧାର କାର୍ଡରେ ମେନସନ ହେଇଯାଇଥିବ ରେସିଡେଣ୍ଟ ବୋଲି, ଆପଣ ଓଡ଼ିଶାର ରେସିଡେନ୍ସ ବୋଲି। ତାପରେ ଆପଣଙ୍କର କାଷ୍ଟ ସାର୍ଟିଫିକେଟ ଆପଣ ଯଦି ଆଗରୁ SC ST ହେଇଥିବେ କିମ୍ବା ଅଦର କିଛି କ୍ୟାଟାଗୋରୀ ହେଇଥିବ, ତାହେଲେ ଆପଣ କାଷ୍ଟ ସାର୍ଟିଫିକେଟ ଥିବ, ଜେନେରାଲ କୌଣସି ଆବଶ୍ୟକ ନାହିଁ। ଆଉ ଆଧାର ଆପଣ ଇନକମ ସାର୍ଟିଫିକେଟ ବହୁତ ଇମ୍ପୋର୍ଟାଣ୍ଟ, କାରଣ ଆପଣ ଇନକମ ସାର୍ଟିଫିକେଟ ନିହାତି ଦରକାର ଏଥିପାଇଁ। ସାର୍ଟିଫିକେଟ କିପରି ଆପ୍ଲାଏ କରିପାରିବେ, ନିଜେ ଘରେ ବସିକି ନିଜ ମୋବାଇଲ ମାଧ୍ୟମରେ କିପରି ଆପ୍ଲାଏ କରିବେ, ଆପଣ କିପରି ବେନିଫିଟ ପାଇପାରିବେ। ଏଇଟା ଲଞ୍ଚ ହଉଛି ଆପଣଙ୍କର 17 ସେପ୍ଟେମ୍ବରରେ ଷ୍ଟାର୍ଟ କରିବେ ବୋଲି ଆନାଉନ୍ସ କରାହେଇଛି, କନଫର୍ମ ନାହିଁ, ଆନାଉନ୍ସ କରାହେଇଛି। ସେଦିନଠୁ ଲଞ୍ଚ ହେବ, ଅନଲାଇନ ଆପ୍ଲିକେସନ ଷ୍ଟାର୍ଟ କରିପାରିବେ। ଓ ତା ପୂର୍ବରୁ ଆପଣ ଡକୁମେଣ୍ଟ ସବୁ ଅପଡେଟ ଥିଲେ ଆପଣ ନିଜେ ଘରେ ବସି ମୋବାଇଲରେ ତାହା ଆପ୍ଲାଏ କରିପାରିବେ। ତ ଆସନ୍ତୁ ଜାଣିବା କିପରି ଆପ୍ଲାଏ କରିବା। ଓ ତା ପୂର୍ବରୁ କହି ରଖୁଛି ଛୋଟ ରିକ୍ୱେଷ୍ଟ, ଯୋଉମାନେ ଆମ ଚ୍ୟାନେଲକୁ ନୂଆ ଆସିଛନ୍ତି ପ୍ଲିଜ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ତ ଆସନ୍ତୁ ଜାଣିବା ଇନକମ ସାର୍ଟିଫିକେଟ କିପରି ଆପ୍ଲାଏ କରିବେ। ତମ ଗୁଗୁଲ କ୍ରୋମକୁ ଯିବେ, ଆପଣ ନିଜ ମୋବାଇଲ କିମ୍ବା ଡେସ୍କଟପ୍ ଯାଆନ୍ତୁ, ଗୁଗୁଲ କ୍ରୋମ ସାଇଟରେ ଆପଣ ମାରିବେ ଇ ଡିଷ୍ଟ୍ରିକ୍ଟ, ମାରିବେ ଇ ଡିଷ୍ଟ୍ରିକ୍ଟ ମାନେ କିପରି ଭାବରେ ସାଇଟ୍ ଖୋଲିବ, ଇ ଡିଷ୍ଟ୍ରିକ୍ଟ ଓଡ଼ିଶା ଉପରେ କ୍ଲିକ୍ କରିବେ। କ୍ଲିକ୍ କଲେ ଆପଣ ଦେଖନ୍ତୁ ଏଠି ସବୁ ବହୁ ବିଭିନ୍ନ ପ୍ରକାର ସାର୍ଟିଫିକେଟ ରହୁଛି, ରେସିଡେଣ୍ଟ ସାର୍ଟିଫିକେଟ, ଇନକମ ସାର୍ଟିଫିକେଟ, ଗାର୍ଡିଆନ ସାର୍ଟିଫିକେଟ ସବୁ ଅଛି। ଆପଣ ରେସିଡେଣ୍ଟ ସାର୍ଟିଫିକେଟ ମଧ୍ୟ ଏଠି ଆପ୍ଲାଏ କରିପାରିବେ। OBC ସାର୍ଟିଫିକେଟ, କାଷ୍ଟ ସାର୍ଟିଫିକେଟ ମଧ୍ୟ ଆପଣ ଏଠି ଆପ୍ଲାଏ କରିପାରିବେ। SC ST ସାର୍ଟିଫିକେଟ ସବୁ ଆଦେହରେ ଏଇ ଗୋଟେ ସାଇଟରେ ଆପଣ ଆପ୍ଲାଏ କରିବେ, ଗୋଟେ ପ୍ରୋସିଜିଅରରେ। ଖାଲି ଯାହା ଅଛି ଆପଣ ଫର୍ମ ଫିଲଅପ ଟା କରିବେ। ଇନକମ ଉପରେ କ୍ଲିକ୍ କରିବେ, କ୍ଲିକ୍ କଲେ ପ୍ରୋସିଡ୍ୟୁର ଉପରେ କ୍ଲିକ୍ କରିବେ। ପ୍ରୋସିଡ୍ୟୁର କ୍ଲିକ୍ କରନ୍ତୁ, ଦେଖ ମୋର ଏବେ ଲଗଇନ୍ ଆଇଡି ମୋର ଅଲରେଡି ଆଗରୁ ଅଛି ବୋଲି ସେ ଶୋ କରିଦଉଛି। ଆପଣଙ୍କର ଏଠି ରେଜିଷ୍ଟ୍ରେସନ କରିନାହାନ୍ତି ଯୋଉମାନେ ରେଜିଷ୍ଟ୍ରେସନ କରିବେ। ରେଜିଷ୍ଟ୍ରେସନ କରିବା ବହୁତ ଇଜି ପ୍ରୋସେସ, କିଛି ଅସୁବିଧା ନାହିଁ। ଆପଣଙ୍କ ଫୁଲ ନାଁ ଲେଖିବେ, ଇମେଲ ଆଇଡି ଲେଖିବେ, ମୋବାଇଲ ନମ୍ବର ଲେଖିବେ, ଏଠି ଗୋଟେ ପାସୱାର୍ଡ ଦେବେ। ତାପରେ ଷ୍ଟେଟ ସିଲେକ୍ସନ କରିବେ, ଓଡ଼ିଶା କି ଆପଣ କୋଉଠୁ ଷ୍ଟେଟ ସିଲେକ୍ସନ କରି ଆପଣ ଏଠି କ୍ୟାପଚା କୋଡଟା ଦେବେ, ସବମିଟ କରିବେ। ଆପଣଙ୍କର OTP ଆସିବ, OTP ଦେଲା ପରେ ଆମର ଲଗଇନ୍, ଆପଣ ରେଜିଷ୍ଟ୍ରେସନ କମ୍ପ୍ଲିଟ ହେଇଯିବ। ତାପରେ ଆମେ ଲଗଇନ୍ ଉପରେ କ୍ଲିକ୍ କରିବେ, ଲଗଇନ୍ ଆପଣ ମୋବାଇଲ ନମ୍ବର ପଳେଇ ଆସିବ, ଆପଣଙ୍କ ପାସୱାର୍ଡ ଯାହା ଦେଇଛନ୍ତି ସେୟା ଦେବେ, ନା ଆଇଦର OTP ପାସୱାର୍ଡ ମନେ ନାହିଁ, ଆପଣ ଗେଟ୍ OTP ଉପରେ କ୍ଲିକ୍ କରିବେ। ଗେଟ୍ OTP ଉପରେ କ୍ଲିକ୍ କଲେ ଆପଣଙ୍କ ମୋବାଇଲ ନମ୍ବର OTP ଯିବ, ଆପଣ ସେ OTP ଟା ଏଠି ଆପଣ ଦେବେ। OTP ଦେଲା ପରେ ଆପଣ କ୍ୟାପଚା କୋଡ ଯାହା ଲେଖା ହେଇଛି ଆପଣ ଏଠି ସେ ଟାଇପ କରିଦେବେ। ଟାଇପ କଲା ପରେ ଆପଣ ଏଠି ଲଗଇନ୍ କରିବେ, ଲଗଇନ୍ କଲା ପରେ ଆପଣଙ୍କ ସାଇଟ୍ ଖୋଲିଯିବ, ନୂଆ ସାଇଟ୍ ଖୋଲିବ। ଦେଖନ୍ତୁ ଏପରି ସାଇଟ୍ ଖୋଲିବ। ସାଇଟ୍ କଲେ ଦେଖନ୍ତୁ ଏଠି ଆପ୍ଲାଏ ସର୍ଭିସ ଉପରେ କ୍ଲିକ୍ କରିବେ। ଆପଣ ଆପ୍ଲାଏ ସର୍ଭିସ ଭ୍ୟୁ ଅଲ୍ ସର୍ଭିସ ମାରିବେ, ଏଠି ବହୁତ ପ୍ରକାର ସର୍ଭିସ ଆପ୍ଲାଏ କରିପାରିବେ। ଆପଣ ସାର୍ଟିଫିକେଟ, ଇନକମ ସାର୍ଟିଫିକେଟ ଆମର ଦରକାର, ଇନକମ ସାର୍ଟିଫିକେଟ ଆପଣ କରିପାରିବେ। ଏଠି ଇନକମ ସାର୍ଟିଫିକେଟ ମାରିବେ, ଏମିତି ଗୋଟେ ଫର୍ମ ଆସିବ, ଆପଣ ଏଇ ଫର୍ମଟାକୁ ପୁରା କ୍ଲିୟର ଭାବେ ଫିଲ୍ଅପ୍ କରିବାକୁ ପଡ଼ିବ। ଏଠି ଆପଣଙ୍କର ଯାହା ଶ୍ରୀ, ଶ୍ରୀମତୀ, ମିସ୍, ଆପଣ ଲେଡିଜଙ୍କ ନାଁରେ କରୁଛନ୍ତି ଶ୍ରୀମତୀ ମାରିବେ, ଯଦି ଅବିବାହିତ ଅଛନ୍ତି ମିସ୍ ମାରିବେ, ଶ୍ରୀମତୀ ମାରିବେ। ଏଠି ନାଁ ଲେଖିବେ, ଯାହା ଯୋଉ ଯାହା ନାଁରେ ଆପଣ ଆପ୍ଲାଏ କରନ୍ତି ତାହା ନାଁ ହିଁ ଲେଖିବେ। ଏଠି ନାଁ ଲେଖିବେ, ଏଠି ଫଟୋ ଚୁଜ୍ କରିବେ, ଫଟୋ ଚୁଜ୍ କରିବେ ଆପଣ ଏଠି 20 KB ରୁ 250 KB ଦରକାର ଫଟୋ। ଏଟା ଜେଣ୍ଡର ସିଲେକ୍ସନ କରିବେ, ଆପଣ ଫିମେଲ ମିସ୍ ଶ୍ରୀମତୀ ଲାଗିଛନ୍ତି, ଫିମେଲ ମାରିବାକୁ ପଡିବ। ମ୍ୟାରେଡ, ଅନମ୍ୟାରେଡ, ମ୍ୟାରେଡ। ତାପରେ ଏଜ ଲେଖିବେ, କେତେ ଏଜ କଷ୍ଟମର ଯୋଉ ଯାହାର ଆପ୍ଲାଏ କରୁଛନ୍ତି ତାଙ୍କର କେତେ ଏଜ। ଆଧାର ନମ୍ବର ଏଠି ଅଛି ଦେବେ, ଆପଣ ମାଙ୍କ ନାଁ ଦେବେ, ଏଠି ବାପାଙ୍କ ନାଁ, ଏଠି ଆପଣଙ୍କର ବାପାଙ୍କ ନାଁ ଯୋଉ ଯାହାର ଆପ୍ଲାଏ କରୁଛନ୍ତି ତାଙ୍କ ବାପାଙ୍କ ନାଁ ଲେଖିବେ, ଏଠି ମାଙ୍କ ନାଁ ଲେଖିବେ। ଆପଣ ଏଠି ହଜବେଣ୍ଡ ନାଁ, ତାଙ୍କ ସ୍ୱାମୀଙ୍କ ନାଁ ଲେଖିବେ। ତାପରେ ମୋବାଇଲ ନମ୍ବର ତାଙ୍କର ଯଦି ଦେବେ, ଇମେଲ ଆଇଡି ଏଠି ଆପଣ ଫିଲ୍ଅପ୍ କରିବେ, ଇମେଲ ଆଇଡି ଯାହା ଅଛି ଆପଣ ଫିଲ୍ଅପ୍ କରିବେ। ତାପରେ ଆପଣ ଡିଷ୍ଟ୍ରିକ୍ଟ ପ୍ରେଜେଣ୍ଟ ଆଡ୍ରେସଟା, ଆପଣ ଆଡ୍ରେସଟା ଠିକରେ ଦେଇଦେବେ, ପ୍ରେଜେଣ୍ଟ ଆପଣ କୋଉଠି ରହୁଛନ୍ତି ଆପଣ ସେଇ ଆଡ୍ରେସଟା ପୁରା ଦେବେ। ତହସିଲ କଣ, ଭିଲେଜ କଣ ଆପଣ ଏଠି ଦେଲା ପରେ ଆପଣଙ୍କର RI ଆସିବ। ଏଠି ଆପଣ ଯଦି ଭିଲେଜ ଆଡ୍ରେସ ନାହିଁ ତ ଆପଣ କ୍ଲିକ୍ ମାରିକି ମଧ୍ୟ କରିବେ। ପରମାନେଣ୍ଟ ଆଡ୍ରେସଟା ଆପଣ ଏଠି ଦେବେ, ଯେ ସେମ୍ ଦିଟାକ ଆଡ୍ରେସ ପ୍ରେଜେଣ୍ଟ ପରମାନେଣ୍ଟ ସେମ୍, ୟେସ୍ ମାରିବେ, ୟେସ୍ ମାରିଲେ ଅଟୋମେଟିକ ଫିଲ୍ଅପ୍ ହେଇଯିବ। ତାପରେ ଆପଣଙ୍କ ଏଠି ଆଉ କିଏ ଫିଲ୍ଅପ୍ କରୁଛି, ଆପଣ ଯଦି ଆପଣ ଫିଲ୍ଅପ୍ କରୁଛନ୍ତି ୟେସ୍ ମାରି, ଅଦର କିଏ କରୁଛନ୍ତି ୟେସ୍ ମାରିବେ, ୟେସ୍ ମାରିଲେ ତାଙ୍କ ନାଁ ଲେଖିବେ, ଏଠି କିଏ ତାଙ୍କ ରିଲେସନ କଣ, ଯଦି ଆପଣ ନିଜେ କରୁଛନ୍ତି ନୋ ମାରିବେ।
ଆଉ କିଏ କରୁନାହାନ୍ତି ଆପଣ କୋଉ ପର୍ପଜରେ କରୁଛନ୍ତି ଗଭର୍ଣ୍ଣମେଣ୍ଟ ଆପ୍ଲାଏ କରୁଛନ୍ତି ସେ ପର୍ପଜ ଗୋଟେ ଲେଖିବେ ଗଭର୍ଣ୍ଣମେଣ୍ଟ ସ୍କିମ୍ ଆପ୍ଲାଏ ଲେଖିଦେଲେ ଚଳିବ ନୂଆ ନ୍ୟୁ ସ୍କିମ୍ ଆପ୍ଲାଏ ଲେଖିବେ ତାପରେ ଆପଣ କୋଉଥିରୁ ଇନକମ୍ ଆପଣଙ୍କର ଏଗ୍ରିକଲଚର କେତେ ଟଙ୍କା ଆପଣ ଇନକମ୍ ଗୋଟେ ସୋର୍ସ ଦେଖେଇବେ ଆପଣ କଣ ଇନକମ୍ କେତେ ଟଙ୍କା ସୋର୍ସ ଆସୁଛି ଏଗ୍ରିକଲଚର ଚାଷ କରୁଛନ୍ତି ଚାଷ ଲେଖିବେ ଏଠି 20,000 ଆପଣଙ୍କର ସାଲେରୀ କିଛି ତ ଆଉ ଏକ୍ସଟ୍ରା କିଛି ଆସୁଛି ଲେଖିବେ ନା ଏଇଟା ନା ସାଲେରୀ କରୁନାହାନ୍ତି କାମ ଛାଡ଼ିଦେବେ ଅଦର କିଛି ଘର ଭଡ଼ା ଆପଣଙ୍କ ଆସୁଛି 10,000 ଲେଖିଦେବେ ଆପଣଙ୍କ ଘର ଭଡ଼ା କିଛି 10,000 ଆସୁଛି ନା ଟୋଟାଲ ପଳେଇ ଆସିବ ଆପଣଙ୍କର ଏଠି ଟୋଟାଲ ଆସିଲା ପରେ ଆପଣ ପ୍ଲେସ୍ ଲେଖିବେ ଆଇ ଆଗ୍ରି ମାରିବେ ଆଇ ଆଗ୍ରି ମାରିଲା ପରେ ଆପଣଙ୍କର ଏଠି କ୍ୟାପ୍ଚା କୋଡ୍ ଦେବେ କ୍ୟାପ୍ଚା କୋଡ୍ ଦେଇକି ଆପଣ ସବମିଟ୍ କରିବେ ସବମିଟ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଏମିତି ଗୋଟେ ଫର୍ମ ଖୋଲିବ ଦେଖିବେ ଆପଣ ଏମିତି ଗୋଟେ ପେଜ୍ ଏଠି ଆପଣଙ୍କୁ ଆଟାଚ୍ ଡକ୍ୟୁମେଣ୍ଟ କରିବାକୁ ପଡ଼ିବ ଆପଣ ଟିକେ ଭଲ ଚେକ୍ କରିଦେବେ ଠିକ୍ ଅଛି ନା ନାଇଁ ଠିକଣା ନା ଆପଣଙ୍କର ଇନକମ୍ ଯୋଉ ଦେଇଛନ୍ତି ଡକ୍ୟୁମେଣ୍ଟ ଠିକ୍ ଅଛି ନା ଆପଣ ଦେଖିଲା ପରେ ଏଠି ଆପଣ ଚାହିଁଲେ ଏଡିଟ୍ କରିପାରିବେ ଆଇଦର ଆଟାଚ୍ କରିପାରିବେ ଆଟାଚ୍ ଉପରେ କ୍ଲିକ୍ କରିବେ ଆଟାଚ୍ ଉପରେ କ୍ଲିକ୍ କଲା ପରେ ଆପଣ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ କପି ଆର ଦେଇପାରିବେ ଆପଣଙ୍କର ଏଠି ଡକ୍ୟୁମେଣ୍ଟ ଅଦର କି ସପୋର୍ଟ ଡକ୍ୟୁମେଣ୍ଟ ଦେଇପାରିବେ ଇନକମ୍ ସପୋର୍ଟ ଡକ୍ୟୁମେଣ୍ଟ କିଛି ଆଇଦର ଆପଣଙ୍କର ରାସନ କାର୍ଡ ଦେଇପାରିବେ ଲେବର କାର୍ଡ ଦେଇପାରିବେ ତାପରେ ଆପଣ ସାଲାରୀ ସାର୍ଟିଫିକେଟ ଦେଇପାରିବେ ମୁଁ ଏଇ ପ୍ରାଇଭେଟ ସେକ୍ଟରରେ କାମ କରୁଛି ଏତିକି ଟଙ୍କା ପାଉଛି ଆପଣ ସାଲାରୀ ସ୍ଲିପ୍ ମଧ୍ୟ ଦେଇପାରିବେ ଆଇଟି ରିଟର୍ନ ଦେଇପାରିବେ ଏଠି 4 ପ୍ରକାର ଅଛି ଡକ୍ୟୁମେଣ୍ଟ ମୁଁ ଆର ଦେବି ଆର ଦେଇଦେଲେ ମୋର ଅଛି ଆର ଆପଣ ଇଏ ବି ଦେଇପାରିବେ କିଛି ଅସୁବିଧା ଆର ନାହିଁ ଆପଣଙ୍କର ରାସନ କାର୍ଡ ଦେଇପାରିବେ ଆର ଦେଲା ପରେ ଲୋଡ୍ କରିଦେବେ ତାପରେ ସେଭ୍ ଉପରେ କ୍ଲିକ୍ କରିବେ ସେଭ୍ ଉପରେ କ୍ଲିକ୍ କଲେ ଖୋଲିବ ଫର୍ମ ଖୋଲିଯିବ ଖୋଲିଲା ପରେ ଏଠି ଆପଣ ଆରଟା ଚେକ୍ କରିବେ ଚେକ୍ କରିପାରିବେ ଚେକ୍ କରିପାରିବ ଚେକ୍ କଲା ପରେ ଆପଣ ସବମିଟ୍ ଉପରେ କ୍ଲିକ୍ କରିବେ ସବମିଟ୍ ଉପରେ କ୍ଲିକ୍ କରିବେ ଯେତେବେଳେ ଏମିତି ଆସିବ ଆକ୍ନୋଲେଜମେଣ୍ଟ ନମ୍ବରଟା ଆସିବ ଯୋଉଟା କି ଆପଣଙ୍କୁ ଫ୍ୟୁଚରରେ କାମ ଆସିବ ସାର୍ଟିଫିକେଟ ସର୍ଚ୍ଚ କରିବାର କାମ ଆସିବ ଆପଣଙ୍କ ହେଇଛି ନା ନାଇଁ ସର୍ଚ୍ଚ କରିବେ କେତେ ଦୂର ଯାଇଛି ସେ ସର୍ଚ୍ଚ କରିପାରିବେ ତ ସେଇଟା ମୁଁ ଆପଣଙ୍କୁ ଆଜି କହୁଛି ଆସନ୍ତୁ ଦେଖିବା ଏଟା ପ୍ରିଣ୍ଟ କରି ରଖିବେ ଆପଣ ଏଟା ପ୍ରିଣ୍ଟ ମାରିକି ରଖିପାରିବେ ନା ସେଭ୍ କରି ରଖିପାରିବେ ସ୍କ୍ରିନଶଟ୍ ମାରି ରଖିପାରିବେ ତ ଆପଣଙ୍କର ଆପ୍ଲିକେସନଟା ଏଠି ହେଇଗଲା ପରେ ଆପଣଙ୍କର ଆପଣ କେମିତି ଷ୍ଟାଟସ୍ ଚେକ୍ କରିବେ ଏଠି ଭ୍ୟୁ ଆପ୍ଲିକେସନ ଷ୍ଟାଟସ୍ ମାରିବେ ଟ୍ରାକ୍ ଆପ୍ଲିକେସନ ଷ୍ଟାଟସ୍ ଆପରେ କ୍ଲିକ୍ କରିବେ କ୍ଲିକ୍ କଲା ପରେ ଦେଖନ୍ତୁ ଏଇଠି ଗୋଟେ ଫର୍ମ ଡେଟ୍ ଆପଣ ସର୍ଚ୍ଚ କରିପାରିବେ ରେଫରେନ୍ସ ନମ୍ବରଟା ଆପଣ ଯୋଉ ରେଫରେନ୍ସ ନମ୍ବରଟା ସେଇଟା ମଧ୍ୟ ଦେଇକି ଆପଣ ଯୋଉଟା କହୁଛି ରେଫରେନ୍ସ ନମ୍ବରଟା ରଖିବେ ବୋଲି ସେଇ ନମ୍ବରଟା ଦେଇକି ସର୍ଚ୍ଚ କରିବେ ଗେଟ୍ ଡାଟା ଉପରେ କ୍ଲିକ୍ କଲେ ଆପଣ ଏମିତି ଡିଟେଲ୍ସ ପଳେଇ ଆସିବ କେତେ କଣ ସାର୍ଟିଫିକେଟ ଆପ୍ଲାଏ ହେଇଛି ଡିଟେଲ୍ସ ମୁଁ ମୋର ଏଇ ଡକ୍ୟୁମେଣ୍ଟ ଉପରେ ଆପ୍ଲାଏ କରିଛି ଏଇ ଡେଟ୍ରେ ମୋର ଯୋଉଟା ଡେଲିଭରି ହେଇଯାଇଛି ଯୋଉଟା ଡେଲିଭରି ଲେଖା ହେଇଛି ଯୋଉଟା ହେଇନି ଏଇଠି ଲେଖା ହେଇଛି ଇଣ୍ଟରଟେଡ୍ ଲେଖା ହେଇଛି ଏଟା ପ୍ରୋସେସିଂରେ ଅଛି ଆପଣଙ୍କର ଏଟା ଯୋଉଟା କମ୍ପ୍ଲିଟ୍ କରେ ଷ୍ଟାଟସ୍ ଡେଲିଭରି ଆପଣ ଏଠି ଇନକମ୍ ସାର୍ଟିଫିକେଟ ଡାଉନଲୋଡ କରିପାରିବେ ଏଠି ରେସିଡେନ୍ସ ସାର୍ଟିଫିକେଟ ଆପ୍ଲାଏ କରି ରେସିଡେନ୍ସ ସାର୍ଟିଫିକେଟ ଡେଲିଭରି ହେଇଯାଇଛି ଏଠି ମଧ୍ୟ ଆପଣ ଆପ୍ଲାଏ କରିପାରିବେ ତ ଏପରି ଭାବେ ଆପଣ ଇନକମ୍ ସାର୍ଟିଫିକେଟ ଆପ୍ଲାଏ କରିବେ ଆପ୍ଲାଏ କରିକି ସାର୍ଟିଫିକେଟ ଡାଉନଲୋଡ କରିକି ଆପଣ ଯୋଉଟା 17 ତାରିଖରେ ଷ୍ଟାର୍ଟ ହଉଛି ଆମର ସୁଭଦ୍ରା ଯୋଜନା 17 ସେପ୍ଟେମ୍ବରରେ ଆପଣ ଆପ୍ଲାଏ କରିପାରିବେ ଯୋଉମାନେ ଆଉ କିଛି ଜାଣିବା ପାଇଁ ଚାହୁଁଛନ୍ତି କମେଣ୍ଟ କରିବେ କମେଣ୍ଟ ବକ୍ସରେ କମେଣ୍ଟ କରିବେ ମୁଁ ଆପଣଙ୍କୁ ସେ ବିଷୟରେ କହିବି ରଖୁଛି ଜୟ ଜଗନ୍ନାଥ ପୁଣି ଦେଖା ହବ ନୂଆ ଭିଡିଓରେ